ଗାଁ ମଝିରେ ସମସ୍ତଙ୍କ ସାମ୍ନାରେ ହାତ ଧରି ବାହା ହୋଇଥିବା ସ୍ୱାମୀଟା ସ୍ତ୍ରୀ ମଥାରୁ ସିନ୍ଦୁର ପୋଛୁଥିଲା। ହାତରୁ ଗୋଟେ ପରେ ଗୋଟେ ଶଙ୍ଖା ଖୋଲି ଚାଲିଥିଲା। ଉଦ୍ଦେଶ୍ୟ ଥିଲା ସ୍ତ୍ରୀକୁ ବିଧବା କରିବା। ହେଲେ ସ୍ୱାମୀ ବଞ୍ଚି ଥାଉ ଥାଉ ସେହି ସ୍ୱାମୀ କାହିଁକି ଏମିତି କରୁଥିଲା? ଯେଉଁ ସ୍ୱାମୀ 10 ଦିଗପାଳକୁ ସାକ୍ଷୀ ରଖି ସ୍ତ୍ରୀ ମଥାରେ ସିନ୍ଦୁର ଦେଇ ନିଜର କରିଥିଲା, ଆଜି ସେହି ସିନ୍ଦୁର କାହିଁକି ସେ ନିଜ ହାତରେ ପୋଛି ଦେଉଥିଲା? ଯେଉଁ ସ୍ୱାମୀ ହୋମନିଆରେ ସାକ୍ଷୀ ରଖି 7 ଜଣଙ୍କ ପାଇଁ ସାଥୀ ହେବାକୁ ହାତରେ ଶଙ୍ଖା ପିନ୍ଧେଇ ନିଜ ସୁଖ ଦୁଃଖର ସାଥୀ ହେବାକୁ କଥା ଦେଇଥିଲା, ଆଜି ସେହି ସ୍ୱାମୀଟା ହାତରୁ ଶଙ୍ଖା ଖୋଲି କାହିଁକି ସେହି ସ୍ତ୍ରୀକୁ ବିଧବା ସଜାଇ ଦେଉଥିଲା? ଏ କଥା ହୁଏତ ଆପଣଙ୍କ ମନକୁ ଆନ୍ଦୋଳିତ କରିଥିବ, ଆଉ ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ ବି ଲାଗୁଥିବ। ହେଲେ ଘଟଣା ପଛର ସତ ଜାଣିଲେ ଆପଣ ବି କହିବେ, ହେ ଭଗବାନ, ଏମିତି ସ୍ତ୍ରୀ ଆଉ କାହାକୁ ନ ଦିଅନ୍ତୁ। ଭାଇରାଲ ହୋଇଥିବା ଭିଡ଼ିଓରେ ଏ ମହିଳା ଜଣକ ବାହା ହେବା ପରେ ତାଙ୍କ ସ୍ୱାମୀକୁ କୁଆଡ଼େ ଜମା ଭଲ ପାଉନଥିଲେ। ବିଚରା ସ୍ୱାମୀ ବି ଏସବୁକୁ ମାଇଣ୍ଡ କରୁନଥିଲା। କିନ୍ତୁ ପରେ ଏ ସ୍ତ୍ରୀର ଯେଉଁ ସତ ସାମ୍ନାକୁ ଆସିଥିଲା, ସେହି ସତ ଜାଣିଲା ପରେ ଏମିତି କରିବାକୁ ସେ ବାଧ୍ୟ ହୋଇଥିଲା। ଏ ସ୍ତ୍ରୀ କୁଆଡ଼େ ଅନେକ ପୁରୁଷଙ୍କ ସହ ଅନୈତିକ ସମ୍ପର୍କରେ ଥିଲା। ଆଉ ସେହି ଅନୈତିକ ସମ୍ପର୍କ କଥା ପୁରା ଗାଁରେ ଚର୍ଚ୍ଚା ଚାଲୁଥିବା ବେଳେ ଦିନେ ଗାଁ ଲୋକଙ୍କ ହାତରେ ଏ ସ୍ତ୍ରୀର ସବୁ କଳା କାରନାମା ଧରା ପଡ଼ିଯାଇଥିଲା। ଶେଷରେ ସ୍ୱାମୀ ସେହି ପବିତ୍ର ବନ୍ଧନର ସବୁ ସମ୍ପର୍କକୁ ଭୁଲି ସେହି ଗାଁ ଲୋକଙ୍କ ସାମ୍ନାରେ ସ୍ତ୍ରୀ ପାଖରୁ ସବୁ ଅଧିକାର ଛଡ଼େଇ ଆଣିବାକୁ ଏଇଟା ଶେଷ ରାସ୍ତା ବୋଲି ସେ ବାଛି ନେଇଥିଲା। ଆଉ ନିଜ ହାତରେ ଦେଇଥିବା ସିନ୍ଦୁରକୁ ଲିଭେଇ ଦେଇଥିଲା, ଆଉ ନିଜ ହାତରେ ପିନ୍ଧେଇଥିବା ଶଙ୍ଖାକୁ ଖୋଲି ଦେଇ ବିଧବା ସଜେଇଲା ବେଳେ ଗାଁ ଲୋକମାନେ ଭିଡ଼ିଓ କରୁଥିଲେ। ଆଉ ସେହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ ବି କରିଦେଇଥିଲେ। ଯଦି ସେ ସ୍ୱାମୀ ତୋର ପସନ୍ଦ ନଥିଲା, ତେବେ ଏହି ସ୍ତ୍ରୀ ବାହାଘର ଆଗରୁ କାହିଁକି ଏକଥା କହିନଥିଲା? ଯଦି ଆଉ କାହାକୁ ଭଲ ପାଉଥିଲା, ବାହାଘର ପୂର୍ବରୁ ପରିବାର ଲୋକଙ୍କୁ ବାହା ହେବାକୁ କାହିଁକି ମନା କରିନଥିଲା? ଆଉ ଯଦି ପରିବାର ଲୋକେ ସବୁ ଜାଣିବା ପରେ ଝିଅକୁ ଜବରଦସ୍ତି ବାହାଘର କରିଥିବେ, ଏ ଘଟଣା ସେ ପରିବାର ଲୋକେ ଜାଣିବା ଦରକାର ଆଉ ବୁଝିବା ଦରକାର। ଯଦି ଝିଅ ଇଚ୍ଛା ବିରୁଦ୍ଧରେ ବାହା କରୁଛ, ତେବେ ଆଉ କାହା ଜୀବନ ସହିତ ଖେଳିବା ବନ୍ଦ କରିଦିଅ। ତମ ଝିଅ ପାଇଁ ଆଉ କାହା ଜୀବନ ବର୍ବାଦ କରିବାର ଅଧିକାର ତମର ନାହିଁ। ଏ କାହାଣୀ ସେହି ପରିବାରକୁ ଭାବିବାକୁ ବାଧ୍ୟ କରିବ, ଯେଉଁ ପରିବାରର ଝିଅର ଇଚ୍ଛା ବିରୁଦ୍ଧରେ ଯାଇ ସେମାନେ ଠିକ୍ କରିଥିବା ପୁଅ ସହ ବାହା କରି ଏଭଳି ଯୁବକମାନଙ୍କ ଜୀବନକୁ ବର୍ବାଦ କରିବା କେତେ ଦୂର ଠିକ୍। ଏ କାହାଣୀ ସେହି ଯୁବକମାନଙ୍କୁ ଭାବିବାକୁ ବାଧ୍ୟ କରିବ, ଯେଉଁମାନେ ଆରେଞ୍ଜ ମ୍ୟାରେଜ କରି ଏଭଳି ଝିଅମାନଙ୍କୁ ନିଜ ଜୀବନ ସାଥୀ ରୂପେ ବାଛି ନେଉଛନ୍ତି। ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ଏ ଭାଇରାଲ ଭିଡ଼ିଓ କେଉଁଠିକାର ମୋତେ ଜଣା ନାହିଁ ଆଜ୍ଞା, କିନ୍ତୁ ଏ ଭିଡ଼ିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବ ଏକଥା ନିଃସନ୍ଦେହ। ସତ କହିବେ ଆଜ୍ଞା, ଏହି ସ୍ୱାମୀ ଜଣକ ଏହି ସ୍ତ୍ରୀ ସହ ଯାହା କରିଛି ଠିକ୍ କରିଛି ନା ଭୁଲ କରିଛି? କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।